ମୋ ନାଁଟା ହଉଛି ରଜନୀକାନ୍ତ ପାଢୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଟିର ବିଧାୟକ ପ୍ରାର୍ଥୀ। ଉଦ୍ଦେଶ୍ୟ ଦେଖନ୍ତୁ, ପ୍ରଥମ ଉଦ୍ଦେଶ୍ୟ ହଉଛି ଆପଣ ଶଙ୍କର ଆଇ ହସ୍ପିଟାଲକୁ ଏକର ଏକର ଜମି ଦେଇ ପାରୁଛନ୍ତି, କିନ୍ତୁ ଗରିବ ଲୋକମାନଙ୍କୁ ପଟ୍ଟା ଖଣ୍ଡେ ଦେଇ ପାରୁନାହାନ୍ତି, କହୁଛନ୍ତି ଗୋଚର ଜାଗା। ଯଦି ଗୋଚର ଜାଗା ଗରିବ ଲୋକ ଦେବା ପାଇଁ ଶଙ୍କର ହସ୍ପିଟାଲକୁ ଦେଲ କେମିତି? ଦ୍ୱିତୀୟ କଥାଟି ହଉଛି, ଏଠି ଜଣେ ବନ୍ଧୁ କରିଛନ୍ତି ମିନି ଷ୍ଟାଡିୟମ ଆଗରେ, ଯାହାର ପ୍ଲଟ ହିଞ୍ଜିଳି ଖାତାର ପ୍ଲଟ ନମ୍ବର ହଉଛି 3081। ସେଠି ଗୋଟେ 5000 ସ୍କୋୟାର ଫୁଟ 3 ମହଲା କରିସାରିଲେଣି। ଆମ ତହସିଲଦାରକୁ ଦୁଶୁନି, ସେ ଇନକ୍ୱାରି କରୁଛନ୍ତି। ଗରିବ ଲୋକ ପାଇଁ ପଟ୍ଟା ଦିଆ ହେଇପାରୁନି, କିନ୍ତୁ ଯାହାର ପଇସା ବାହୁବଳ ଅଛି ସେମାନେ ମାଡି ବହିକି ସରକାରୀ ଜାଗା ଘର କରିପାରୁଛନ୍ତି। ମେଡିକାଲ ଦେଖିବେ, ଡେଣ୍ଟିଷ୍ଟ ନାହିଁ, ଆଇ ସ୍ପେଶାଲିଷ୍ଟ ନାହାନ୍ତି, ଏକ୍ସରେ ମେସିନ ଅଛି, ଏକ୍ସରେ କରିବାକୁ ଲୋକ ନାହାନ୍ତି, ଅଲ୍ଟ୍ରାସାଉଣ୍ଡ ଅଛି, ଅଲ୍ଟ୍ରାସାଉଣ୍ଡ ପାଇଁ ଲୋକ ନାହାନ୍ତି, ଫାର୍ମାସିଷ୍ଟ ନାହାନ୍ତି କି ନର୍ସ ନାହାନ୍ତି। ମେଡିକାଲ ଅବସ୍ଥା ସବୁଠୁ ଭୟଙ୍କର କଥା ହଉଛି, ଆପଣଙ୍କର ଓଡିଶାର ଜଙ୍ଗଲ ମାନୁଆଲ, ଗ୍ରାମ୍ୟ ଜଙ୍ଗଲ ମାନୁଆଲରେ କ୍ଲିୟରରେ ଅଛି ଯେ ଗ୍ରାମ୍ୟ ଜଙ୍ଗଲକୁ କେହି ବି ଛୁଇଁ ପାରିବେନି। କିନ୍ତୁ ଖଇଡା ବାଲିଘାଟର ଯେ ଗୁତାଦାର କିରଣ ପଣ୍ଡା, ସେ ଖଇଡାର ଜଙ୍ଗଲକୁ, ଗ୍ରାମ୍ୟ ଜଙ୍ଗଲକୁ କାଟିକି ଶହ ଶହ ହାଇବା ବାଲି ବିକି ଦେଇଛନ୍ତି। ଯୋଉଟା କମ୍ପ୍ଲେନ ଦେଇଛୁ ମାଇନ୍ସକୁ, ତହସିଲଦାରକୁ, ସେ ବିଷୟରେ କିଏ ଧ୍ୟାନ ଦଉନି। ସବୁଠୁ ଭୟଙ୍କର ଘଟଣା ହଉଛି ଆଜିର, ଯେ ଆପଣ ଜାଣିଥିବେ ଇରିଗେସନ ରୋଡରେ ହେଭି ଭେହିକଲ ଆଲାଉ ନାହିଁ, କିନ୍ତୁ ଆମର ଯୋଉ କୂଅ ଘାଇ ଅଛି, ସେ କୂଅ ଘାଇରେ ଗୁତାଦାର ଯେ କିରଣ ପଣ୍ଡା, ଯେ ବାଲି ଗୁତାଦାର, ସିଏ ଟିପର ହାଇବା ସବୁ ନଉଛନ୍ତି, ଯୋଉଟା ଇରିଗେସନ ଏସଡିଓଙ୍କୁ ମୁଁ ଜଣାଇଛି, କିନ୍ତୁ ସିଏ ସେ ବିଷୟରେ ନିରବଦସ୍ତ। ବୋଧ ହୁଏ ତାଙ୍କର କଣ ହେଇଥିବ, ତାଙ୍କ ଭିତର କଥା ଆମେ କହିପାରିବାନି। ଯଦି କୂଅ ଘାଇଟା ଭାଙ୍ଗିଯାଏ, ମୁଁ ତହସିଲଦାର, ଏସଡିଓ ଏବଂ କଲେକ୍ଟର ସମସ୍ତଙ୍କୁ ପଚାରିବାକୁ ଚାହୁଁଛି, ଯଦି କୂଅ ଘାଇଟା ଭାଙ୍ଗେ, ସିଏ ତ ପଇସା ଧରି ଯିବ। କୂଅ ଘାଇ ଭାଙ୍ଗିଲେ ଖରିଡା, ସିକିରି, ଗିରିଆ, ଆଲପୁର ଯେତେବେଳେ ପାଣି ପଶିବ, ଏ ପିଠିରେ କିଏ ପଡିବ? ଯାହାଡା ଜମିରେ ବାଲି ପଶିଗଲା, କିଏ ଦେଲା କି ପଇସା ତାଙ୍କୁ? ସେଇଟା ଗଲା। ତାପରେ ଗଲେ 7 ନମ୍ବର କେନାଲ। 7 ନମ୍ବର କେନାଲରେ ସିମେଣ୍ଟ ପାଇପ ପକେଇକି ଇଏ ବାଲି ଗାଡି ପାସ୍ କରୁଛନ୍ତି। ବାଲି ଗାଡି କେମିତି ପାସ୍ କରିବ ତମେ? ସିମେଣ୍ଟ ପାଇପ ପକେଇବାକୁ କିଏ ଅଧିକାର ଦେଲା? ତହସିଲଦାର ଆଉ ଇରିଗେସନ ଏସଡିଓ ଦେଖି ପାରୁନାହାନ୍ତି ବୋଧେ। ଏସବୁ ବିଷୟ ବାରମ୍ବାର ଲିଖିତ ଅଭିଯୋଗ କଲି, କରିବା ପରେ ଭାଇ କେହି ଶୁଣିଲେନି। ନ ଶୁଣିବା ପରେ ବାଧ୍ୟ ହେଇକି ମୁଁ ଆଜି ଗଣଧାରଣାରେ ବସିଛୁ। ମୋ ସହିତ ଅନ୍ୟ ବନ୍ଧୁ ମାନେ ସହଯୋଗ କରୁଛନ୍ତି। ଆଉ ଯୋଉ ପର୍ଯ୍ୟନ୍ତ ଏସବୁ ଜିନିଷର ସମାଧାନ ହବନି, ଆମେ ଏଠି ବସିବୁ। ଦେଖନ୍ତୁ, କଲେକ୍ଟରଙ୍କୁ ପ୍ରତ୍ୟେକ ବିଷୟରେ ଅକ୍ଟୋବର 18 ତାରିଖ ଦିନ ଆମେ ଜଣେଇଛୁ, ଗୋଟେ ରାଲି କରିଥିଲୁ, ସେଠି ଛତ୍ରପୁର ଯାଇକି ଜଣେଇଥିଲୁ। ତାପରେ ଲିଖିତ ଆକାରରେ 3-4 ଥର ଦେଇଛୁ। 6 ତାରିଖରେ, ମାନେ ଆମର ନଭେମ୍ବର 6ରେ, ନଭେମ୍ବର 11ରେ, 12ରେ, ପୁଣି ଏଇଟା ଲାଷ୍ଟ ଡେଟରେ ଦେଇଛି କେବେ, ଡିସେମ୍ବର 1ରେ। ଦେବା ପରେ କେହି ଶୁଣୁନାହାନ୍ତି ଭାଇ, କେହି ଶୁଣିବାର ଉଦ୍ଦେଶ୍ୟରେ ନାହାନ୍ତି। ସମସ୍ତେ ଗାଁ ଚାଟରେ ରହୁଛନ୍ତି ବୋଲି ମୁଁ କହିବି ଏଥର। କୋଉଠି ଭାଇ କାହାଠୁ ଟିକେ କମ ଦାବି କମ ନୁହଁ। ଆପଣ ଗରିବ ଲୋକକୁ ପଟ୍ଟା ଦେଇ ପାରୁନାହାନ୍ତି, କିନ୍ତୁ ଧନୀ ମାଫିଆ ମାନେ ଜାଗା ମାଡି ବହିକି ଘର କରୁଛନ୍ତି। ମେଡିକାଲରେ ଡକ୍ଟର ନାହାନ୍ତି କି ନର୍ସ ନାହାନ୍ତି। ଆପଣ ଯାଆନ୍ତୁ, ଇଞ୍ଜେକ୍ସନ ଖଣ୍ଡେ ଦେବାକୁ ଲୋକ ନାହାନ୍ତି, ସେଇଟା ଡକ୍ଟର ନାହାନ୍ତି। କୂଅ ଘାଇଟା ଭାଙ୍ଗିଗଲେ 4-5ଟା ଗାଁ ଭାସିଯିବ। କୂଅ ଘାଇ ଉପରେ ଚାଲୁଛି, ବୋଧ ହୁଏ ଇରିଗେସନ ଏସଡିଓଙ୍କର ସେଟିଂ ଥିବ ସେଠି। ତହସିଲଦାର ତ ଶୁଣିବାକୁ ମାରା। ତହସିଲଦାର ପାଖକୁ 2-4 ଥର ଆସିଲି, କିଏ ଜଣେ ତାଙ୍କ ଗେଟ୍ କିପର ରହୁଛନ୍ତି, ଅଧଘଣ୍ଟାଟି ଜଗ। ଭାଇ ଅଧଘଣ୍ଟାରେ ଜଗିଲେ ଆମେ ଅନ୍ୟ କାମ କରିବୁ ନା ଅଧଘଣ୍ଟାରେ ଜଗୁ କଥା ଭାଇ? କିଏ ଗୋଟେ ମଦ ପିଇକି ସେ ଆଗରେ ଠିଆ ହେଇଥାଉଛି 24 ଘଣ୍ଟା। ଆଉ ଏ ବିଷୟରେ ମିଶିବାକୁ ସୁଯୋଗ ଦଉନାହାନ୍ତି ତହସିଲଦାର। ଦେଖନ୍ତୁ, ପୁରସ୍ତମପୁର ବାଲିଘାଟ ଯିଏ ନେଇଛନ୍ତି ରବି କୁମାର, କିଏ ରବି କୁମାର, ତାଙ୍କୁ ଯୋଉ ଜାଗା ଦିଆହେଇଛି ସେ ଜାଗାକୁ ଛାଡି ସେ ତ ଅନ୍ୟ ଜାଗା ନେଇଛନ୍ତି, କିନ୍ତୁ ଭୀମପୁରର ଯୋଉଟା ଗୋଚର ଜମି, ମାତ୍ର 50 ମିଟର ଦୂରରୁ ସେ ବାଲି ଉଠଉଛନ୍ତି। ମାତ୍ର 50 ମିଟର ଯଦି ବାଲି ଉଠିଯାଏ, ସେ ତାହେଲେ ସେ ସବୁ ଗାଁ ଭିତରେ ପାଣି ପଶିବ, କୂଅ ଘାଇ ଭାଙ୍ଗିବ। ସେଇ ବିଷୟରେ ତହସିଲଦାର ପୁରସ୍ତମପୁର ଆମେ 2 ଜଣ ଓକିଲ ଯାଇଥିଲୁ ଲେଖେଇ ଦେବାକୁ, କିନ୍ତୁ କିଏ ଜଣେ ଚିତ୍ରସେନ ବେହେରା କିଏ ଜଣେ ଆସିଲେ, ଆଉ ମନୋରଞ୍ଜନ ଦାସ, ଯୋଉମାନେ ମୁଁ ଭାବୁଛି ରବି କୁମାର କଣ ସେମାନେ ପୋଷା ଗୁଣ୍ଡା ହେଇଥିବେ। ନହେଲେ ଆମେ ତ ଯାଇଥିଲୁ ମେମୋରାଣ୍ଡମ ଦେବାକୁ, ଆମେ ଦାବି ଦେବାକୁ ଯାଇଥିଲୁ। ଦାବି ଦେବାକୁ ଗଲେ କାହାକୁ ଆକ୍ରମଣ ହେବାର ମୁଁ ଜାଣିନି। ସେ 8-10 ଜଣ ଆସିଲେ, ମତେ ବାଡେଇଲେ, ଟକି ଧରି ତଟି ଚିପି ଦେଇକୁ କହିଲେ, ଧକିଆ ମାରିଲେ, ସବୁ କଲେ। ଭାଇ ସହିଲେ ମୁଁ ପୋଲିସ। ଦେଖନ୍ତୁ, କଂଗ୍ରେସର ଦଳୀୟ କର୍ମୀ ସହିତ ମୋର ସମ୍ପର୍କ ନାହିଁ। ମୋର ସମ୍ପର୍କ ହଉଛି ଜନସାଧାରଣଙ୍କ ସହିତ। ଭୀମପୁରର ଲୋକମାନଙ୍କୁ ସେଠାକାର ରବି କୁମାର ଯିଏ ଗୁଣ୍ଡା ଲଗେଇକି କିଏ କମ୍ପ୍ଲେନ କଲେ ବାଡାମାରା କରୁଛି, ସେ ଲୋକମାନେ ମୋ ପାଖକୁ ଆସିଥିଲେ। ମୁଁ ଯେହେତୁ ପ୍ରାଣକୁ, ମୋ ଜୀବନକୁ ପାଣି ଛଡେଇ ଦେଇଛି,
मरिबाकु मोर केबे भय नै तेणु करी ए गुंडा हुंडा दलाल मद बेपारी चोर मानक विरोध में मोर स्वर उत्तोलन जारी रही रहिबो। देखंतु गोटे मजा कथा कहले तारे वीडियो रे बुलाइछि रजनी बाड़ी चांदा मागुछि भाई मु तो जाइथिली कंप्लेन देबाकू तमरो रवि कुमार सहित की संपर्क अछि तमे आसी मते प्रतिरोध कलो चांदा किए मागुछि एथरो आपण लॉजिक रु टिके बाहर करंतु दोनो भितर किए ना कदई मु खाइनी तमे काई के आसिलो भाई तमे कहउछो विधायक प्रार्थी तमे कोन देखा जाउनी भीमपुर तम गां 50 मीटर आगु बाली बाहउछि ताल तो 15 दिन आगु तमे काई रात रे बाली घाट बंद करतिलो कोन एमि तुम घाट सूत्र होला बाली चालू होला